ଆଗକୁ ମକର ସଂକ୍ରାନ୍ତି ଆସୁଛି। ଆପଣମାନେ ମକର ଚାଉଳ ବନେଇବେ କି ନାହିଁ? ଆଜି ମୋ ଭିଡ଼ିଓରେ ଆପଣମାନେ ମକର ଚାଉଳର ରେସିପିଟା ପାଇପାରିବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଜାଣିପାରିବେ ମୁଁ କିପରି ମକର ଚାଉଳ ବନଉଛି। ଏଠି ମୋର ଛୋଟ ବସୁମତୀ ଚାଉଳ, ମୁଁ ତାକୁ ଆଗରୁ ପାଣିରେ ଭିଜେଇକି ରଖିଥିଲି ଆଉ ତାକୁ ଛାଣି ଦେଇଛି। ତାକୁ ଟିକେ ହାତ ସାହାଯ୍ୟରେ ଏମିତି ଟିକେ ତାକୁ କରିଦେବା। ପ୍ରାୟ ଅଛନ୍ତି ତାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତି। ମୋତେ ଗ୍ରାଇଣ୍ଡିଙ୍ଗଟା ଭଲ ଲାଗେନି, ସେ ପୁରା ମାନେ ବେଟର ଭଳିଆ ହେଇଯିବ, ସେଥିପାଇଁ ମୋତେ ଭଲ ଲାଗେନି। ମୁଁ ସେଥିପାଇଁ ହାତ ସାହାଯ୍ୟରେ ହେଉ କି ଚାମଚ ସାହାଯ୍ୟରେ ମୁଁ ତାକୁ ଏମିତି ଦାବିକିରି ହାଲକା ଟିକେ ଗୁଣ୍ଡ କରିଦେଉଛି। ଛୋଟ ବସୁମତୀ ଚାଉଳ ଇଏ ମୋର, ମୁଁ ତାକୁ ଅଳ୍ପ ଅଳ୍ପ ଗୁଣ୍ଡ କରିବି। ମୋତେ ଟିକେ ଚୋବେଇ ଚୋବେଇ ଖାଇବାରେ ଟିକେ ମଜା ଲାଗିଥାଏ। ସେଥିପାଇଁ ମୁଁ ଏମିତି କରୁଛି, ଆପଣମାନେ ତାକୁ ଗ୍ରାଇଣ୍ଡିଙ୍ଗ କରିପାରନ୍ତି। ତାପରେ ମୁଁ ଏଠି ନଡ଼ିଆ କୋରା ଦେଇ ଦେଉଛି। ଆଉ ବେଶୀ ଫଳ ବି ଦେଲେ ମୋତେ ଭଲ ଲାଗେନି। ଆପଣ ଯଦି ଚାହୁଁଛନ୍ତି ତାହେଲେ ବେଶୀ ଫଳ ଦେଇପାରିବେ। ମୁଁ ଏଠି କଦଳୀ ନେଇଛି, କାଜୁ ଆଉ ଆଲମଣ୍ଡ ନେଇଛି, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଆଉ ଅଳ୍ପ ଛୋଟ ଖଣ୍ଡେ ଅଦା। ଏଇ ସବୁକୁ ନେଇ ମୁଁ ବନେଇବି ମକର ଚାଉଳ। ଏମିତି କଲେ ସତରେ ବହୁତ ଭଲ ଲାଗିଥାଏ, ଆଉ ଚୋବେଇ ଚୋବେଇ ଖାଇବାରେ ଯେଉଁ ମଜା ଥାଏ ଭଲ ଲାଗେ। ବେଶୀ ମୁଁ ଏଥିରେ ଫଳ ପକଉନି, ଆପଣମାନେ ଯଦି ଚାହିଁବେ ତାହେଲେ ଫଳ ପକେଇ ପାରିବେ। ଏଠି ଗୁଡ଼ ଦେଇପାରିବେ, ମୁଁ ଏଠି ଚିନି ଦେଉଛି। ଗୁଡ଼ ହେଉ କି ଚିନି ହେଉ ଯାହା ବି ଆପଣମାନେ ଦେଇପାରିବେ। ମୁଁ ଏଠି 2 ଚାମଚ ଚିନି ଦେଇ ଦେଉଛି। ହଁ, ଆଉ ଗୋଟେ କଥା ମଧ୍ୟ, ଆପଣମାନେ ଛେନା ପକେଇଲେ ଭଲ ଲାଗିବ। ଛେନା ହେଉ କି କ୍ଷୀର ହେଉ ତା ଭଲ ଲାଗିବ। କ୍ଷୀରଟା ଦେଲେ ପାଣିଆ ହେଇଯିବ। ମୁଁ ଏଠି ଅଳ୍ପ କ୍ଷୀର ଦେଉଛି। ଛେନା ବି ଦେଲେ ଛେନା ଚାଉଳରେ ବି ଛେନାଟା ଭଲ ଲାଗେ। ଯେମିତି ବି ଦେବେ, କ୍ଷୀର ହେଉ କି ଛେନା ହେଉ ଯାହା ଦେଲେ ସେ ଭଲ ଲାଗିବ। ତାପରେ ଅଳ୍ପ ମୁଁ ପକେଇ ଦେଉଛି ଡାଳିମ୍ବ। ଏତିକିରେ ଆମର ରେଡ଼ି ହେଇଗଲା ମକର ଚାଉଳ। ଆପଣମାନଙ୍କ ସାଇଡ଼ରେ ଆପଣମାନେ କେମିତି ମକର ପର୍ବକୁ ପାଳନ କରନ୍ତି, ମକର ସଂକ୍ରାନ୍ତି କି କିପରି ପାଳନ କରନ୍ତି, ପ୍ଲିଜ୍ ମୋତେ କମେଣ୍ଟରେ କହିବେ। ଆଉ ମକର ଚାଉଳ କେମିତି ବନାନ୍ତି ମୋତେ କହିବେ। ମୋର ତ ଏମିତି ମକର ଚାଉଳଟା ମୁଁ ଏମିତି ବନେଇଛି। ଆପଣଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗିଥାଏ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।